ସୁନାବେଶ ମୋ ଜଗନ୍ନାଥ ମହାପ୍ରଭୁଙ୍କର। ନିଜେ ବିଶ୍ୱକର୍ମା ବୁଢ଼ା ବଢ଼େଇ ରୂପରେ ଆସନ୍ତି, ଦାରୁରେ ମୂର୍ତ୍ତି ଗଢ଼ିବାକୁ ପ୍ରସ୍ତାବ ଦିଅନ୍ତି। ବୃଦ୍ଧ ହେଲେ ମଧ୍ୟ ସେ ମୂର୍ତ୍ତି ଗଢ଼ିପାରିବେ ବୋଲି ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ହୃଦ୍ବୋଧ ହୋଇଯାଇଥିଲା। କିନ୍ତୁ ବୃଦ୍ଧ ବଢ଼େଇ ରାଜାଙ୍କ ପାଖରେ ଗୋଟିଏ ସର୍ତ୍ତ ରଖିଲେ, ମୁଁ ଗର୍ଭଗୃହ ଭିତରେ ଏକା ରହିବି, ମୋତେ ମୂର୍ତ୍ତି ଗଢ଼ିବାକୁ 21 ଦିନ ସମୟ ଲାଗିବ, କିନ୍ତୁ 21 ଦିନ ପୂର୍ବରୁ ଆପଣ କେବେ ହେଲେ ମନ୍ଦିର ଦ୍ୱାର ଖୋଲିବେନି। ଇନ୍ଦ୍ରଦ୍ୟୁମ୍ନ ରାଜା ଗୁଣ୍ଡିଚାରାଣୀ ପ୍ରତିଦିନ ବାହାରକୁ ନିହାଣ ମୁଗୁରର ଠକ୍ ଠକ୍ ଶବ୍ଦ ଶୁଣୁଥାନ୍ତି। ଏହିପରି 15 ଦିନ ଅତିବାହିତ ହୋଇଯାଇଛନ୍ତି। 16 ଦିନ ରାଣୀ ଆଉ ସେ ଶବ୍ଦ ଶୁଣିବାକୁ ପାଇଲେନି। ଭାବିଲେ ବୁଢ଼ା ମହାରଣା ବୋଧହୁଏ ନ ଖାଇ ନ ପିଇ ଭିତରେ ଶେଷ ନିଶ୍ୱାସ ତ୍ୟାଗ କରିଦେଲେ। ଯଦି ସେ ମରିଯାଆନ୍ତି ନା, ତେବେ ଦୁହେଁ ପାପରେ ଆମେ ଭାଗିଦାର ହେଇଯିବା। ରାଜାଙ୍କୁ କହି 16 ଦିନ ମନ୍ଦିରର ରୁଦ୍ଧ ଦ୍ୱାରଟି ଖୋଲିଦେଲେ। ଦେଖିଲେ ବୁଢ଼ା ମହାରଣା ଅନ୍ତର୍ଦ୍ଧାନ। ଅଧାଗଢ଼ା ଦିଅଁକୁ ଦେଖି ରାଜାରାଣୀ ହତବାକ୍ ହୋଇଯାଆନ୍ତି। ଠାକୁରଙ୍କର ଏ କି ଅଦ୍ଭୁତ ରୂପ! ଏସବୁ କ'ଣ ହେଇଗଲା? ଇନ୍ଦ୍ରଦ୍ୟୁମ୍ନ ଭାବିଲେ, ମୁଁ ବ୍ରହ୍ମଘାତୀ ହୋଇଗଲି। ଭାବି ଭାବି ରାତିରେ ତାଙ୍କୁ ଆଉ ନିଦ ହେଲାନି। ସ୍ୱପ୍ନ ହେଲା, ହେ ରାଜନ, ମୁଁ ପରା କଳିଯୁଗରେ ଶ୍ରୀକ୍ଷେତ୍ରରେ ଏଇ ରୂପରେ ପୂଜା ପାଉଛି। ମୁଁ ଏଇ ରୂପରେ ହିଁ ପୂଜା ପାଇବି। ଯଦି ତୋତେ ମୋ ରୂପ ଭଲ ଲାଗୁନି, ତେବେ ତୁ ମୋ ପାଇଁ ଗୋଟେ ସୁନାର ହାତ, ପାଦ, ମୁକୁଟ ସବୁ କରିଦେ। ସେହି ବେଶ ହେବ ମୋର ରାଜରାଜେଶ୍ୱର ବେଶ, ସୁନା ବେଶ। ମୋ ଭକ୍ତମାନେ ମୋର ସେ ବେଶ ଦେଖିବାକୁ ଜୀବନକୁ ଧନ୍ୟ ମନେ କରିବେ। ତେଣୁ ଇନ୍ଦ୍ରଦ୍ୟୁମ୍ନ ରାଜା ଯେତେବେଳେ ଶ୍ରୀମନ୍ଦିରରେ ଦିଅଁମାନଙ୍କୁ ପ୍ରତିଷ୍ଠା କରାଇଥିଲେ, ସେତେବେଳେ ଦାରୁ ବ୍ରହ୍ମଙ୍କର ନିର୍ଦ୍ଦେଶରେ ସେହି ସୁନାବେଶ ବା ରାଜରାଜେଶ୍ୱର ବେଶ କରାଇଥିଲେ। ରାଜା କପିଳେନ୍ଦ୍ର ଦେବ ମା ଦୁର୍ଗାଙ୍କ କୃପାରୁ 1460 ଖ୍ରୀଷ୍ଟାବ୍ଦରେ ଦାକ୍ଷିଣାତ୍ୟ ବିଜୟ କରିସାରିବା ପରେ ସେଠାରୁ 16ଟି ହାତୀ ପିଠିରେ ସୁନା, ରୂପା, ମୋତି, ମାଣିକ, ହୀରା, ଲୀଳା ପ୍ରଭୃତି ଅନେକ ଦୁର୍ଲଭ ଅଳଙ୍କାର ଶ୍ରୀକ୍ଷେତ୍ରକୁ ନେଇ ଆସିଥିଲେ। ରାଜା କହିଲେ, ଆମର ତ ଏତେ ଅଳଙ୍କାର ଅଛି, ଏହାକୁ ଆମେ କ'ଣ କରିବା? ବିଷ୍ଣୁ ତ ଅଳଙ୍କାର ପ୍ରିୟ ଠାକୁର ନା, ତେଣୁ ଚଢ଼ାଉକରଣ ବା ଚାଙ୍ଗଡ଼ାକରଣ ଠାକୁରଙ୍କର ବସ୍ତ୍ର ଅଳଙ୍କାର ତିଆରି କରିବାର ଦାୟିତ୍ୱ ନେବା ସେବାୟତଙ୍କୁ ଡାକିଲେ। ଆମର ଦାକ୍ଷିଣାତ୍ୟ ବିଜୟରେ ଯେଉଁ ସୁନା ଅଳଙ୍କାର ଗୁଡ଼ିକ ଆସିଛି, ସେଥିରେ ଠାକୁରମାନଙ୍କ ପାଇଁ ଅତି ସୁନ୍ଦର ଭାବେ ଅଳଙ୍କାର ତିଆରି କରାଅ। ରାଜାଙ୍କ ନିର୍ଦ୍ଦେଶରେ ଚଢ଼ାଉକରଣ ସୁନାର ଅଳଙ୍କାରମାନ ଗଢ଼େଇ ଦେଲେ। ସେହି ସୁବର୍ଣ୍ଣର ବେଶ ହିଁ କପିଳେନ୍ଦ୍ର ଦେବଙ୍କ ସମୟରେ ରାଜରାଜେଶ୍ୱର ବେଶ ଥିଲା। ଚଢ଼ାଉକରଣ ଅତି ଚତୁର। ରାଜାଙ୍କୁ କହିଲେ, ମଣିମା, ଆପଣଙ୍କ ଆଦେଶ ମୁତାବକ ମୋର ଦାୟିତ୍ୱରେ ସବୁ ବେଶ ହୋଇଗଲା। ଯୁଗ ଯୁଗ ଧରି ଏହି ବେଶରେ ଠାକୁର ଭକ୍ତମାନଙ୍କୁ ଦର୍ଶନ ତ ଦେବେ, କିନ୍ତୁ କାଳକ୍ରମେ ଆମକୁ ସମସ୍ତେ ଭୁଲିଯିବେ। ରାଜା ଚଢ଼ାଉକରଣଙ୍କର ମନ କଥା ଠିକ୍ ବୁଝିପାରିଲେ। ଯାହାହେଲେ ଠାକୁରଙ୍କର ସେ ଜଣେ ସେବକ ନା, ଯଦି ତା ନାମଟିର ମହତ୍ଵ ସେ ଠାକୁରମାନଙ୍କ ପାଖରେ ଚାହୁଁଛି, ସେଥିରେ ମୋର ବା କ'ଣ ଅଛି? ରାଜା କହିଲେ, ତୁମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁବର୍ଣ୍ଣ ଅଳଙ୍କାର ଗୁଡ଼ିକ ତିଆରି ହେଲା, ତେଣୁ ତୁମ ନାମ ଅନୁସାରେ ଆଜିଠାରୁ ସୁନାବେଶର ଅନ୍ୟ ନାମ ଚଢ଼ାଉକରଣ ବେଶ ହେବ। ଏହାକୁ ମଧ୍ୟ ବଡ଼ ଚଢ଼ାଉ ବେଶ କୁହାଯାଏ। ଏହାପରେ ରାଜା ଅନଙ୍ଗ ଭୀମ ଦେବ ମଧ୍ୟ ବହୁତ ମାଡ଼ ମାଡ଼ ସୁନା ଦାନ କରି ପ୍ରଭୁଙ୍କ ପାଇଁ ଅନେକ ଅଳଙ୍କାର ଗଢ଼େଇଥିଲେ। ଏହି ବେଶ ହେଉଛି ଐଶ୍ୱର୍ଯ୍ୟର ଏକ ବେଶ। ଏହି ବେଶ ମନ୍ଦିର ଭିତରେ ବର୍ଷକୁ 5 ଥର ହୁଅନ୍ତି। ରତ୍ନସିଂହାସନରେ ଦଶହରାରେ, କାର୍ତ୍ତିକ ପୂର୍ଣ୍ଣିମାରେ, ପୌଷ ପୂର୍ଣ୍ଣିମାରେ ଓ ଦୋଳ ପୂର୍ଣ୍ଣମୀରେ ଏହି ସୁନାବେଶ ହୋଇଥାଏ, ଯେଉଁଥିରେ କି କିଛି ଅଳ୍ପ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ। ଫଳରେ ଅନେକ ଭକ୍ତ ସୁବର୍ଣ୍ଣ ବେଶକୁ ଦେଖିବାର ସୁଯୋଗ ପାଆନ୍ତି ନାହିଁ। ତେଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ପ୍ରତିବର୍ଷ ରଥଯାତ୍ରାର ନୀଳାଦ୍ରି ବିଜୟ ପୂର୍ବ ଦିନ ବଡ଼ ଏକାଦଶୀରେ ରଥ ଉପରେ ଏହି ବେଶ ଲାଗି ହୋଇଥାଏ। ଏହି ବେଶରେ ସବୁ ସୁବର୍ଣ୍ଣ ଥିଲାବେଳେ କେବଳ ଶଙ୍ଖଟି ଥାଏ ରୂପାର। ସବୁ ଅଳଙ୍କାର ଭିତରେ 3 ଗୋଟି ସୁବର୍ଣ୍ଣ ଦୁବ ଲାଗି ହୋଇଥାଏ। ଗତ 1976 ମସିହାରୁ ଏହି ଦୁବ 3 ଗୋଟି ଚୋରି ହୋଇଯାଇଛନ୍ତି, ଆଉ ନୂଆ ତିଆରି ହୋଇନାହାନ୍ତି। ଶ୍ରୀମନ୍ଦିର ଭିତରେ ହିନ୍ଦୁମାନେ ବର୍ଷ ତମାମ ଏହି ଦିବ୍ୟ ବେଶର ଦର୍ଶନର ସୁଯୋଗ ପାଇଥିବା ବେଳେ କେବଳ ରଥଯାତ୍ରା କାଳରେ ଶ୍ରୀଜୀଉଙ୍କର ସୁନାବେଶ ଆବ୍ରାହ୍ମଣ ଚାଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ଦର୍ଶନ କରିଥାନ୍ତି। ସନ୍ଧ୍ୟା ଆଳତି ପରେ ପାଳିଆ ମେକାପ,
ଖୁଣ୍ଟିଆ ସେବକମାନେ, ମାଜିଷ୍ଟ୍ରେଟ, ପୋଲିସ ଫୋର୍ସ, ମନ୍ଦିର ଅଧିକାରୀ, ଗାରଦ କର୍ମଚାରୀଙ୍କ ସହାୟତାରେ ଶ୍ରୀଜୀଉଙ୍କ ଭଣ୍ଡାର ଘରୁ ସୁନାବେଶ ପାଇଁ ଆବଶ୍ୟକ ଅଳଙ୍କାର ଆଣିଥାନ୍ତି। ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳଛୁ, ଭିତରଛୁ ପ୍ରଭୃତି ସେବକମାନଙ୍କ ଉପସ୍ଥିତିରେ ଶ୍ରୀଜୀଉମାନଙ୍କର ଏହି ବେଶ ସମ୍ପନ୍ନ ହୋଇଥାଏ। ପ୍ରଥମେ ଠାକୁରମାନଙ୍କୁ ପାଟ ବସ୍ତ୍ରରେ ସନ୍ନିତ କରାଯିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଭିତରଛୁ ମହାପାତ୍ର, ବଡ଼ ବାଡ଼ରେ ତଳଛୁ ମହାପାତ୍ର, ଦେବୀ ସୁଭଦ୍ରାଙ୍କ ବାଡ଼ରେ ପୁଷ୍ପାଳକ ସେବକମାନେ ସ୍ୱର୍ଣ୍ଣ ଅଳଙ୍କାରକୁ ଲାଗି କରାଇଥାନ୍ତି। ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କୁ ଶ୍ରୀ ପୟର, ଶ୍ରୀ ଭୁଜ, କିରୀଟି, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ବାହାଡ଼ାମାଳି, ହଳ, ମୁଷଳ, ବାଘନଖମାଳି, ସେବତୀମାଳି, କମରପଟିରେ ତ୍ରିଖଣ୍ଡିକା ଭୂଷିତ କରାଯାଇଥାଏ। ଦେବୀ ସୁଭଦ୍ରା କିରୀଟି, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ଦୁଇଟି ତଗଡ଼ି ସେବତୀ ମାଳିରେ ଭୂଷିତ ହୋଇଥାନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ମଧ୍ୟ କିରୀଟ, ଶ୍ରୀଭୁଜ, ଶ୍ରୀ ପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସୁବର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟିରେ ଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସମ୍ପୂର୍ଣ୍ଣ ଅଳଙ୍କାର ଲାଗି ହୋଇସାରିଥିଲେ ମଧ୍ୟ ପୁଷ୍ପର ଅଧରମାଳ ଲାଗି ନ ହେବା ପର୍ଯ୍ୟନ୍ତ ସୁନାବେଶ ପୂର୍ଣ୍ଣାଙ୍ଗ ହୋଇନଥାଏ। ତେଣୁ ଶେଷରେ ଠାକୁରଙ୍କୁ ଅଧରମାଳ, ନାକୁଆସି, ଝୁମ୍ପା ଲାଗି କରାଯାଇ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ସୁନାବେଶ ସହିତ ଆଉ ଗୋଟିଏ କାହାଣୀ ଜଡ଼ିତ ଅଛନ୍ତି। ଭାଇ ଭଉଣୀକୁ ସାଙ୍ଗରେ ଧରି ଶ୍ରୀ ଜଗନ୍ନାଥ ନବଦିନ ଯାତ୍ରା ପାଇଁ ନିଜର ଜନ୍ମଭୂମିକୁ ଯାଆନ୍ତି। ନବଦିନ ଯାତ୍ରା ସାରି ଫେରିଲା ପରେ ସିଂହଦ୍ୱାରରେ ଅଟକି ଯାଆନ୍ତି। କାଳେ କିଏ ଭାବିବ ଶ୍ରୀଜୀଉମାନେ ଯାତ୍ରାରୁ ଫେରି ହାଲିଆ ହୋଇଗଲେ କି? ସେଥିପାଇଁ ରଥ ଉପରେ ଏହି ସୁନାବେଶ ହୋଇ ଭକ୍ତମାନଙ୍କୁ ସୂଚାଇ ଦିଅନ୍ତି, ନା ଯାତ୍ରାର ପଥକଷ୍ଟ ମୋତେ ହାଲିଆ କରିନାହିଁ। ଶ୍ରୀମନ୍ଦିରକୁ ଗଲାବେଳେ ମୁଁ ଯେମିତି ଉତ୍ସାହରେ ଯାଇଥିଲି, ଆଜି ଦେଖ ମୁଁ ସେହିପରି ବୀର ଦର୍ପରେ ରଥ ଉପରେ ବିରାଜମାନ କରିଛି। ରଥ ଉପରେ ଜୀବନରେ ଥରେ ମାତ୍ର ଏହି ବେଶ ଦର୍ଶନ କଲେ ଜନ୍ମ ଜନ୍ମାନ୍ତରର ପାପ ମୋକ୍ଷ ହୋଇଯାଏ ବୋଲି ଜନଶ୍ରୁତି କୁହେ। ତେଣୁ ରଥଯାତ୍ରାର ସୁନାବେଶ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତ ଆସିଥାନ୍ତି। କେତେ ଓଜନର ସୁନା ଲାଗି କରାଯାଏ ଆଜି ଯାଏଁ ତାହା କେହି କହିପାରୁନାହାନ୍ତି। ଭିତରେ ଥିବା ଆଉ ଗୋଟିଏ ରତ୍ନ ଭଣ୍ଡାର ଆଜି ଯାଏଁ ଖୋଲାଯାଇନାହିଁ ବୋଲି ସେବାୟତମାନେ କହିଥାନ୍ତି। ଏ ହେଉଛି ଆମର ରହସ୍ୟମୟ ଠାକୁରଙ୍କର ରହସ୍ୟମୟ ଲୀଳା, ଯାହା ଶ୍ରୀକ୍ଷେତ୍ର ବ୍ୟତୀତ ପୃଥିବୀର ଅନ୍ୟ କେଉଁଠାରେ ନାହିଁ। ଏ ସୁବର୍ଣ୍ଣ ସଂସାରର ଯିଏ ସ୍ରଷ୍ଟା, ତାଙ୍କୁ ବା କିଏ ସୁବର୍ଣ୍ଣ ଦେବ? ସେ ତ ସୁବର୍ଣ୍ଣର ରାଜା, ରାଜରାଜେଶ୍ୱର